ହୀରାକୁଦ ଜଳଭଣ୍ଡାରରୁ ପ୍ରଥମ ବନ୍ୟା ଜଳ ଏଇ ବର୍ଷର ପ୍ରଥମ ବନ୍ୟା ଜଳ ଆମେ ରବିବାର ଦିନ 6 ତାରିଖ ସକାଳ 10ଟାରେ ଖୋଲିବା ଆରମ୍ଭ ହେବ। ତା ପୂର୍ବରୁ ଆମର ଯାହା ପୂଜା ଅର୍ଚ୍ଚନା କରିକି ଆମେ ଆଗ 7 ନମ୍ବର ଗେଟ୍ଟା ଖୋଲିବୁ, ତାପରେ ଯଦି ଦରକାର ପଡ଼ିଲା ଅଲଗା ଗେଟ୍ଟା ଖୋଲା ହେବ। ଦ୍ୱିତୀୟ ଜିନିଷ ହେଲା ଆମର ଆଜି ଅଛି 603.02 ଫୁଟ ରିଜର୍ଭର ଲେଭେଲଟା, ସେଇଟା କିନ୍ତୁ ଉପରେ ବର୍ଷା ହେଇଛି ଆଜି 30 mm, ତାର ପାଣି ଆସୁଛି ବର୍ତ୍ତମାନ ଯାଏଁ ପାଖାପାଖି ଲକ୍ଷେ ହେଇଗଲାଣି ଇନଫ୍ଲୋ, ସେ ଆଗକୁ ବଢ଼ିବ। ପ୍ଲସ୍ IMD ଇଣ୍ଡିଆନ୍ ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ ପାଣିପାଗ ବିଭାଗ ସେ ଦେଇଛି ସୂଚନା ଯେ କାଲି ପରଦିନ ବି ଉପରମୁଣ୍ଡରେ ଛତିଶଗଡ଼ ଆଡ଼େ ବର୍ଷା ହେବ। ତେଣୁ ତାକୁ ଆଖି ଆଗରେ ରଖିକି ଆମେ ନିଷ୍ପତ୍ତି ନେଇଛୁ ଯେ ରବିବାର ଦିନ ଆମେ ପ୍ରଥମ ବନ୍ୟା ଜଳ ନିଷ୍କାସନ କରିବୁ। ଆମର SOP ଅନୁସାରେ 24 ଘଣ୍ଟା ପୂର୍ବରୁ ଆମେ ଖବର ଦେଇଦେଉଛୁ 13ଟା ଜିଲ୍ଲା ଯେଉଁମାନେ ଆଫେକ୍ଟେଡ୍ ହୁଅନ୍ତି, ତଳମୁଣ୍ଡରେ ଯେଉଁ ଜିଲ୍ଲା ଗୁଡ଼ା ଅଛି ସେ ଜିଲ୍ଲାପାଳମାନଙ୍କୁ ଆମେ ପଠାଇ ଦେଇଛୁ ଖବର, ଚିଠି କରିଦେଇଛୁ, ୱାୟରଲେସ୍ ମେସେଜ ଯାଇଛି ଏବଂ କାଲି ପରଦିନ 2 ଦିନ ଆମର ତଳମୁଣ୍ଡରେ ମାଇକିଂ ହେବ, ମାଇକରେ ପ୍ରଚାର କରାହେବ। ଆଉ ସର୍ବସାଧାରଣ ପାଇଁ ଆମେ ପେପରରେ ବି ପ୍ରିଣ୍ଟ ମିଡ଼ିଆରେ ବି ତାକୁ ସୂଚନା ଦେଇଛୁ। ତେଣୁ ଗେଟ୍ ଖୋଲିଲା ବେଳେ ଯାହା ସବୁ ଅବଲମ୍ବନ କରିବା କଥା, ଯେଉଁ ସବୁ SOP ସେ ସବୁ ବର୍ତ୍ତମାନ କରାଯାଉଛି। ଗତ ବର୍ଷ ଡେରିରେ ବର୍ଷା ହେଇଥିଲା, ଇନଫ୍ଲୋ ଟିକେ ଡେରିରେ ଆସିଥିଲା, ତେଣୁ ଆମେ ଜୁଲାଇ 28ରେ ଖୋଲିଥିଲି। ତେଣୁ ଏଥର ଜୁଲାଇ 6 ତାରିଖରେ ଆମକୁ ଖୋଲିବାକୁ ଦରକାର ପଡ଼ୁଛି, କାରଣ ଆମେ ଜୁଲାଇ 31 ସୁଦ୍ଧା 605ରେ ରଖିବୁ। ୱାଟର ଲେଭେଲ 605 ଉପରକୁ ବଢ଼ା ହେବନି, ସେମିତି ଆମକୁ ଅଛି ରୁଲ୍ କର୍ଭ ଅନୁସାରେ। ତ ଆହୁରି କମ୍ ଅଛି, କିନ୍ତୁ ଆମକୁ ସ୍ପେଶାଲ ଗୋଟେ ପାୱାର ଦିଆହେଇଛି 605ରେ ରଖିବୁ। ଉପରମୁଣ୍ଡରୁ 90,000ରୁ ଲକ୍ଷେ ଭିତରେ କ୍ୟୁସେକ୍ ଭିତରେ ପାଣି ପ୍ରବେଶ କରୁଛି ଏବଂ ଆମର ଯେଉଁ ପାୱାର ଆଉ କେନାଲରେ ପାଖାପାଖି 25ରୁ 30,000 ଏବେ ଫ୍ଲକ୍ଚୁଏଟ୍ କରୁଛି, ସେତିକି ଆମର ନିଷ୍କାସନ ହେଉଛି। ବର୍ତ୍ତମାନ ତ କିଛି ଅନୁମାନ ସମ୍ଭବ ନୁହଁ, କାରଣ ଆଗକୁ ଆଉ 2 ଦିନ ଅଛି, ସେ 2 ଦିନରେ ବର୍ଷା ହେଇପାରେ, ଇନଫ୍ଲୋ ବଢ଼ିପାରେ, ସେଇଟା ସେଇଦିନ ସକାଳେ ହିଁ ଡିସିଜନ୍।